ରାତି ପ୍ରାୟ 12:30ରେ ରାକେଶ, ସୁମିତ ଆଉ ବିକାଶ ତିନି ସାଙ୍ଗ ବିହାଘରନୁ ଫେରୁଥିଲେ। ହାଇୱେ ରାସ୍ତା ପୁରା ସୁନସାନ, ଚାରିଆଡ଼େ ଖାଲି ଅନ୍ଧାର ଗାଡ଼ି ଲାଇଟ୍। ବିକାଶ ଗାଡ଼ି ଚଲାଉଥିଲା, ସୁମିତ ମୋବାଇଲ ଦେଖୁଥିଲା ଆଉ ରାକେଶ ଚୁପଚାପ ବାହାରକେ ଚାହିଁଥିଲା। ହଠାତ୍ ଧଡ଼ାକ କରି ସାଉଣ୍ଡ କାନରେ ହେଲା, ଯେନ୍ତା କି ଗାଡ଼ି ସାମନାରେ କିଛି ପଡ଼ିଲା ଏନ୍ତା ଲାଗିଲା। ବିକାଶ ସଡନ୍ଲି ବ୍ରେକ୍ ମାରିଲା। ତିନି ଲୋକ ହୃଦୟ ପୁରା ଜୋର ସେ ଧଡ଼କ ଧଡ଼କ କଲା। ସେଟା ଥିଲା, ସୁମିତ କହିଲା। ଫେର ସେମାନେ ଗାଡ଼ିରୁ ଓହ୍ଲେଇକିନା ହାୱା ମଝିତେ ଗୋଟେ ଧଳା ଶାଢ଼ୀ ପିନ୍ଧିଥିବା ଟୁକିଲ ଗୋଟେ ଠିଆ ଉଠିଛେ। ମୁଣ୍ଡ ତଲକେ ଝୁଲେଇ କରି ଲମ୍ବା ବାଲ ମୁହଁ ତାର ଢାଙ୍କିଥିଲା। ରାକେଶ କହିଲା କି ଏତେ ରାତିରେ ଇନ କିଏ ଆଉ କେଁତି ଲାଗି ଅଛେ। ସେ ଟୁକିଲ ଧୀରେ ଧୀରେ ମୁହଁକେ ଉଠେଇବାକେ ଲାଗଲା। ତାର ଦୁଇଟା ଆଖି ପୁରା ଧଳା, ମୁହଁରେ କୌଣସି ଭାବ ନଥିଲା। ହଠାତ୍ ସେ କହିଲା ଯେ ମୋତେ ଟିକେ ଆଗକେ ଛାଡ଼ିଦେବ କି? ଯେନ୍ତା ସେ କହିଲା, ତିନି ଜଣ ଭୟଭୀତ ହେଇଗଲେ। ତଥାପି ସେମାନେ ମାନବିକତା ରଖିକରି ସେ ଟୁକିଲକେ ଗାଡ଼ି ଯେନ୍ତା ଚାଲଲା ହେନ୍ତା ହଠାତ୍ ଗାଡ଼ି ଭିତରେ ଥଣ୍ଡା ପଡ଼ିଗଲା। ସୁମିତ ଯେନ୍ତା ମୋବାଇଲ ପଛ କ୍ୟାମେରା ଖୋଲିକରି ସ୍କ୍ରିନକେ ଦେଖଲା, ତ ପଛଆଡ଼େ ସେ କ୍ୟାମେରା ନାରେ କେହି ନାଇଁ ଦିଖଲା। ତା ସେ ପଛଆଡ଼େ ଦେଖଲା, ସେନ ଆରେ କେହି ନାଇଁ। ହଠାତ୍ କିନା ଗାଡ଼ି କାଁଚ ଠକ୍ 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 କରି ହେଲା। ସାମ୍ନାରେ ଯେନ୍ତା ସେ ଗାଡ଼ି ଆଗରେ ଦେଖଲା, ରକ୍ତ ଭିଜା ଉଲ୍ଟା ପାଡ଼। ବିକାଶ ଏଟା ଦେଖିକରି ଗାଡ଼ିକେ ଜୋର ସେ ଦୌଡ଼େଇବାକେ ଲାଗଲା। ଜଣ ପୁରା ଚିତ୍କାରରେ ସେନ ରାସ୍ତାରେ କମ୍ପି ଯାଉଥିଲା। କିଛି ଦୂର ଗାଡ଼ିରେ ଢାବା ଦେଖି ଗାଡ଼ି ଅଟକଲା। ଢାବା ମାଲିକ କହିଲା, ତମେ ଭାଗ୍ୟବାନ, ଇ ହାଇୱେରେ ସେ ଝିଅ 5 ବର୍ଷ ଆଗରୁ ଦୁର୍ଘଟଣାରେ ମରିଥିଲା। ଆଜେ ବି ରାତିରେ ଯେ ସୀତାକେ ସେ ଟୁକିଲ ଲିଫ୍ଟ ମାଗସି। ସେ ଦିନ ପରେ ଆରେ ସେ ତିନ ସାଙ୍ଗ କେବେ ବି ରାତିରେ